ଯିଏ ଏହି ବ୍ରହ୍ମାଣ୍ଡକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି, ଯାହାର ଉପସ୍ଥିତି ମାନବିକତାର ଉପସ୍ଥିତି, ଏହା ହିଁ ଭାତୃତ୍ୱର ପ୍ରକୃତ ପରିଭାଷା। ସମ୍ରାଟ ଅଶୋକଙ୍କର କାହାଣୀ ଆରମ୍ଭ ହୁଏ ତାଙ୍କର ଜେଜେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଠାରୁ। ଚତୁର୍ଥ ଶତାବ୍ଦୀର ଶେଷ ଭାଗ ଏକ ନୂଆ ରାଜନୈତିକ ସ୍ଥିତିର ଆରମ୍ଭର ସମୟ। ଦେଶ ଜନ, ବଂଶ, ଗ୍ରାମ, କୁଳ ଏବଂ ରାଜ୍ୟରେ ବାଣ୍ଟି ହୋଇଥିଲା। ଭିନ୍ନ ଭିନ୍ନ ପ୍ରଦେଶ, ଭିନ୍ନ ଭିନ୍ନ ଶାସକ, ଭିନ୍ନ ଭିନ୍ନ ଶାସନ ବ୍ୟବସ୍ଥା, ଭିନ୍ନ ଭିନ୍ନ ଆଇନ କାନୁନ। ସମୟ ଖ୍ରୀଷ୍ଟପୂର୍ବ 321। 25 ବର୍ଷର ଯୁବକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିଜର ଗୁରୁ ଏବଂ ପରାମର୍ଶଦାତା କୌଟିଲ୍ୟଙ୍କ ମାର୍ଗଦର୍ଶନରେ ରାଜା ନନ୍ଦଙ୍କ ବିରୁଦ୍ଧରେ ଛିଡ଼ା ହେଲେ। ଅବଶ୍ୟ ରାଜା ନନ୍ଦଙ୍କ ତୁଳନାରେ ତାଙ୍କର ସୈନ୍ୟ ଶକ୍ତି କମ୍ ଥିଲା। ତଥାପି କୌଟିଲ୍ୟଙ୍କ ପରି ଗୁରୁଙ୍କ କୂଟନୈତିକ ଚକ୍ରବ୍ୟୁହ ନନ୍ଦଙ୍କ ସୈନ୍ୟକୁ ଦୁର୍ବଳ କରିଦେଲା। ଶୁଣ ଚନ୍ଦ୍ରଗୁପ୍ତ, ତୁମେ ଯଦି ନନ୍ଦକୁ ସମୟନାଶ କରିବାକୁ ଚାହୁଁଛ, ତେବେ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଆଉ ମୁଁ ଯେପରି କହୁଛି ସେମିତି ହିଁ କରିବାକୁ ହେବ। ଭୋକିଲାକୁ ଯଦି ଥାଳିର ଗରମ ଖିଚୁଡ଼ି ଖାଇବାକୁ ଅଛି, ତେବେ ମଝିରେ କେବେ ହାତ ପଡ଼ିବା ଉଚିତ ନୁହେଁ। ଏହାଦ୍ୱାରା ହାତ ତ ଜଳିଥାଏ, ତା ସହିତ ମୁହଁ ବି ଜଳିବ, ଆଉ ପେଟରେ ମଧ୍ୟ ଛାଲ ପଡ଼ିଯିବ। ଏଣୁ ଚନ୍ଦ୍ରଗୁପ୍ତ, ଖିଚୁଡ଼ିକୁ କୋଡ଼ରୁ ଖାଇ ମଝି ଆଡ଼କୁ ବଢ଼। ଏହାଦ୍ୱାରା ନିଜକୁ ଆହତ ନ କରି ତୁମେ ଶେଷ ଅନୁଯାୟୀ ଖାଇପାରିବ। ଠିକ୍ ସେହିପରି ତୁମେ ନନ୍ଦଙ୍କ ରାଜ୍ୟକୁ ବିଜୟ କରିବାର ଅଛି। ମୋ କଥା ଅନୁସାରେ ଚାଲିଲେ ସେଦିନ ଦୂର ନାହିଁ ଯେତେବେଳେ ଶାସନର କେନ୍ଦ୍ର ତୁମ ହାତ ମୁଠାରେ ରହିବ। ତୁମେ ଅଧିପତି ହେବ। ଚନ୍ଦ୍ରଗୁପ୍ତ କୌଟିଲ୍ୟଙ୍କ ପଦାଙ୍କ ଅନୁସରଣ କରିବା ଆରମ୍ଭ କରିଦେଲେ। ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ଥିର କରିବା ଆରମ୍ଭ କରିଦେଲେ। ଲକ୍ଷ୍ୟ ଥିଲା କେନ୍ଦ୍ର ଉପରେ ଅଧିକାର। ଗଙ୍ଗା ତଟବର୍ତ୍ତୀ ପ୍ରଦେଶ ଗୁଡ଼ିକ ଚନ୍ଦ୍ରଗୁପ୍ତଙ୍କ ହାତ ମୁଠାକୁ ଆସିଗଲା। ଇତିମଧ୍ୟରେ ସିକନ୍ଦର ଭାରତରୁ ପ୍ରତ୍ୟାବର୍ତ୍ତନ କରିଗଲେ। ସିକନ୍ଦର ଚାଲିଯିବା ଦ୍ୱାରା ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ଚନ୍ଦ୍ରଗୁପ୍ତ ସେ ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାଇଲେ। ଚନ୍ଦ୍ରଗୁପ୍ତ ଉତ୍ତର ପଶ୍ଚିମ ଆଡ଼କୁ ବଢ଼ି ଚାଲିଲେ। ଆଉ ଏହି ପ୍ରଦେଶ ଗୁଡ଼ିକୁ ଶୀଘ୍ର ଶୀଘ୍ର ନିଜ ଅଧିକାରଭୁକ୍ତ କରିବାକୁ ଯାଇ ସିନ୍ଧୁ ନଦୀ ଯାଇ ପହଞ୍ଚିଗଲେ। ତାଙ୍କ ଦୃଷ୍ଟି ସିନ୍ଧୁ ସେପଟ ଅଞ୍ଚଳ ଉପରେ ଥିଲା, କିନ୍ତୁ ସେଠାରେ ଶାସନ ଥିଲା ସେଲୁକସ୍ ନିକେଟରଙ୍କର। ଚନ୍ଦ୍ରଗୁପ୍ତ ଅଟକିଗଲେ। ତାଙ୍କର ଦୃଷ୍ଟି ମଧ୍ୟ ଭାରତ ଉପରେ ପଡ଼ିଲା। ସେ ନର୍ମଦାର ଉତ୍ତର ଦିଗରେ ଅବସ୍ଥିତ ପ୍ରଦେଶ ଗୁଡ଼ିକୁ ନିଜ ଅଧିକାରଭୁକ୍ତ କଲେ, କିନ୍ତୁ ସିନ୍ଧୁ ସେବକ ଅଞ୍ଚଳକୁ ନିଜ ହାତ ମୁଠାକୁ ଆଣିବାର ଇଚ୍ଛା ଏବେ ବି ହୃଦୟକୁ ଆନ୍ଦୋଳିତ କରୁଥିଲା। ସମୟ ଥିଲା ଖ୍ରୀଷ୍ଟପୂର୍ବ 305। ଚନ୍ଦ୍ରଗୁପ୍ତ ସେଲୁକସଙ୍କ ସହିତ ଲଢ଼େଇ କଲେ। ସେଲୁକସକୁ ହରାଇ ସିନ୍ଧୁର ବଡ଼ ଭୂଭାଗ ଉପରେ ଆଧିପତ୍ୟ ଜାହିର କଲେ। ବଙ୍ଗଠାରୁ ହିନ୍ଦୁକୁଶ ଏବଂ ହିମାଳୟ ଠାରୁ ନର୍ମଦା ଯାଏ ପ୍ରଦେଶ ଗୁଡ଼ିକ ଚନ୍ଦ୍ରଗୁପ୍ତଙ୍କ ଛତ୍ରଛାୟାକୁ ଆସିଗଲା। ଏକ ନୂଆ ଯୁଗ, ନୂଆ ବ୍ୟବସ୍ଥାର ମଞ୍ଜି ବୃକ୍ଷର ରୂପ ନେଇଗଲା। ରାଜ୍ୟ ସାମ୍ରାଜ୍ୟରେ ବଦଳିଗଲା। ଆଉ ଜନ୍ମ ହେଲା ଦୁର୍ଜୟ ମୌର୍ଯ୍ୟ ସାମ୍ରାଜ୍ୟ। କୁହାଯାଏ ଯେ ନିଜ ଜୀବନର ଅନ୍ତିମ କାଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜୈନ ସନ୍ନ୍ୟାସୀ ହୋଇଗଲେ। ନିଜର ସାମ୍ରାଜ୍ୟ ନିଜ ପୁତ୍ର ବିନ୍ଦୁସାରକୁ ସମର୍ପି ଦେଇ ଜୈନ ମୁନିଙ୍କ ସହିତ ଦକ୍ଷିଣ ଆଡ଼କୁ ଚାଲିଗଲେ। ଆଉ ଜୈନ ନୀତି ଅନୁସାରେ ଅନାହାର ଦ୍ୱାରା ନିଜ ଜୀବନକୁ ତ୍ୟାଗ କରିଦେଲେ। ଚନ୍ଦ୍ରଗୁପ୍ତଙ୍କ ପରେ ବିନ୍ଦୁସାର ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟର ଡୋର ନିଜ ହାତକୁ ନେଇଗଲେ। ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟ ବିସ୍ତାରର ସ୍ୱପ୍ନ ଏବେ ବିନ୍ଦୁସାରଙ୍କ ସ୍ୱପ୍ନ ହେବ। ସେ ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରି ମୌର୍ଯ୍ୟ ସାମ୍ରାଜ୍ୟର ବିସ୍ତାର ସୁଦୂର ଦକ୍ଷିଣର ମୈଶୂର ଯାଏଁ କରିଦେଲେ। ସେ ବଙ୍ଗୋପସାଗର ଏବଂ ଆରବ ସାଗର ମଝିରେ ଥିବା ସମସ୍ତ ପ୍ରଦେଶ ଗୁଡ଼ିକୁ ଜିତି ମୌର୍ଯ୍ୟ ସାମ୍ରାଜ୍ୟର ଅଧୀନସ୍ଥ କରିଦେଲେ। ଭାରତର ବିଶାଳ ଭୂଭାଗ ଉପରେ ମୌର୍ଯ୍ୟର ରଥ ବିଜୟ ପତାକା ଉଡ଼ାଇ ଦୌଡ଼ି ଚାଲିଲା। ପାଖାପାଖି ସମସ୍ତ ଉପମହାଦ୍ୱୀପ ମୌର୍ଯ୍ୟର ଅଧୀନକୁ ଆସିଯାଇଥିଲା। କେବଳ ଗୋଟିଏ ଅଞ୍ଚଳ ଥିଲା ଯାହା ତାଙ୍କ ଅଧିକାରର ବାହାରେ ଥିଲା। ତାହା ଥିଲା ପୂର୍ବ ତଟର କଳିଙ୍ଗ। କଳିଙ୍ଗ ସ୍ୱାଧୀନ ଥିଲା, ଅବିଜିତ ଥିଲା।
ସେ ମୌର୍ଯ୍ୟର ବିଜୟ ରଥକୁ ନିଜ ସୀମା ମଧ୍ୟକୁ ପଶିବାକୁ ଦେଇନଥିଲା। କଳିଙ୍ଗ ସୀମାରେ ଏବେ ମଧ୍ୟ କଳିଙ୍ଗର ହିଁ ଧ୍ୱଜା ଉଡୁଥିଲା। ବିନ୍ଦୁସାରଙ୍କର ଅନେକ ପତ୍ନୀଙ୍କ ମଧ୍ୟରୁ ଜଣେ ଥିଲେ ଧର୍ମା। ତାଙ୍କରି ଗର୍ଭରୁ ଜନ୍ମ ନେଲା ବାଳକ ଅଶୋକ। ଅଶୋକଙ୍କ ଜନ୍ମ ଏବଂ ତାଙ୍କ ପରାକ୍ରମର ଭବିଷ୍ୟବାଣୀ ମହାତ୍ମା ବୁଦ୍ଧ ପୂର୍ବରୁ କରିସାରିଥିଲେ। ଏକ ଏପରି ରାଜା ଏ ମାଟିରେ ଜନ୍ମ ନେବ ଯିଏ ପରାକ୍ରମୀ ହେବ, ଧର୍ମ ଧ୍ୱଜାକୁ ଧରି ରଖିବ ଆଉ ଧର୍ମର ଚିନ୍ତାଧାରାକୁ ସାଗର ପାର ଯାଏଁ ନେଇଯିବ। ଭବିଷ୍ୟତ ଅଶୋକର ରାସ୍ତା ଚାହିଁ ବସିଥିଲା। ନିଜର ଅନେକ ଭାଇଙ୍କ ମଧ୍ୟରୁ କନିଷ୍ଠ ଅଶୋକ ମେଧାବୀ ଥିଲା। ଗୁରୁମାନଙ୍କ କହୁଥିବା କଥାକୁ ତୁରନ୍ତ ବୁଝି ଦେଉଥିଲା। ଶସ୍ତ୍ର ଚଳାଇବା ଖେଳ ତାକୁ ବହୁତ ଭଲ ଲାଗୁଥିଲା। ଶତ୍ରୁର ଆକ୍ରମଣରୁ କେମିତି ବଞ୍ଚିବାକୁ ହେବ, ଶତ୍ରୁକୁ କିପରି ନିଜ ଖଡ଼ଗ ତଳକୁ ନେବାକୁ ହେବ, ସେହି କଳା ସେ ପିଲାଟି ଦିନରୁ ଶିଖି ନେଇଥିଲା। ଶସ୍ତ୍ରକଳା ଅଭ୍ୟାସରେ ସେ ଅଧିକାଂଶ ସମୟରେ ନିଜର ବଡ଼ ଭାଇ ସୁଶୀବକୁ ପରାସ୍ତ କରିଦେଉଥିଲା।